ପାଟଣା କାଳବୈଶାଖୀରେ ଉପୁଡ଼ିଲା ଗଛ ରାସ୍ତା ଅବରୋଧ। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ଚିନାମାଳି ପଶି ଏବଂ ନୂଆପଡ଼ା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘରଦ୍ୱାର ଭାଙ୍ଗିବା ସହିତ ଗଛ ପଡ଼ି ରାସ୍ତା ବନ୍ଦ ହୋଇଛି। ରାସ୍ତାରେ ପଣସ, ନଡ଼ିଆ, ଚାକୁଣ୍ଡା ଏବଂ ଆମ୍ବ ଗଛ ଉପୁଡ଼ି ପଡ଼ିଛି। ଖବର ପାଇ ପାଟନା ଅଗ୍ନିଶମ ବାହିନୀ କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛକୁ କାଟି ସଫା କରିଥିବା ଦେଖାଯାଇଥିଲା। କବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।